ଆସିଛନ୍ତି ପ୍ରଭୁ ରାମଚନ୍ଦ୍ର ଆଉ ସେଥିପାଇଁ ବୋଧେ ଆସିଛନ୍ତି ଲକ୍ଷ୍ମୀରାଜ ଗରୁଡ଼। ଗୋଟିଏ ପଟେ ବ୍ରାହ୍ମଣଙ୍କ ବେଦମନ୍ତ୍ର ପାଠ ସହ ଚାଲିଛି ପ୍ରଭୁ ଶ୍ରୀରାମ ଓ ମା ସୀତା ଏବଂ ଭ୍ରାତା ଲକ୍ଷ୍ମଣଙ୍କ ଅଭିଷେକ ଓ ପ୍ରତିଷ୍ଠା ଉତ୍ସବ। ଆଉ ଅନ୍ୟପଟେ ଶୌଚ ମନ୍ଦିର ଗର୍ଭରୁ ଶୁଭୁଛି ଗରୁଡ଼ ପକ୍ଷୀଙ୍କ ସୁସୁକାର ଶବ୍ଦ। ହଁ ଆଜ୍ଞା, ଆଜିର ଟେକ୍ନୋଲୋଜିକାଲ ଯୁଗରେ ଗାଁରେ ଦେଖିବାକୁ ମିଳିଛି ଆଧ୍ୟାତ୍ମିକତାର ପରିବେଶ। କାହିଁକି ନା ଶାସ୍ତ୍ରୀୟ ମତରେ ପକ୍ଷୀରାଜ ଗରୁଡ଼ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ବାହନ ଏବଂ ପ୍ରଭୁ ରାମଚନ୍ଦ୍ର ଭଗବାନ ବିଷ୍ଣୁଙ୍କ ଅବତାର। ତେଣୁ ପ୍ରଭୁ ଶ୍ରୀରାମଙ୍କ ଗାଁକୁ ଆଗମନ ସମୟରେ ବିରଳପ୍ରାୟ ଗରୁଡ଼ ପକ୍ଷୀର ଉପସ୍ଥିତି ଏବେ ଚକିତ କରିଛି ସମସ୍ତ ଶ୍ରଦ୍ଧାଳୁଙ୍କୁ। ଏ ଦୃଶ୍ୟ ହେଉଛି ବାଙ୍କି କନ୍ତପୋହରା ଗାଁର। ଗାଁରେ ଗ୍ରାମବାସୀମାନେ ଶ୍ରୀରାମ ମନ୍ଦିର ନିର୍ମାଣ କରି ଶ୍ରୀରାମଙ୍କ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନ୍ଦିରର ସୁଉଚ୍ଚ ଗୁମୁଟ ପାଖରେ ଦୁର୍ଲଭ ବିରଳ ଗରୁଡ଼ ପକ୍ଷୀମାନଙ୍କୁ ଦେଖିବା ପାଇଁ ଏବେ ସାରା ଗାଁ ହୋଇ ଉଠିଛି ଭକ୍ତିମୟ। ଘଟଣା ଅନୁଯାୟୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ମନ୍ଦିରର ସୁଉଚ୍ଚ ଗୁମୁଟ ପାଖରୁ ଦୁର୍ଲଭ ବିରଳ ଗରୁଡ଼ ପକ୍ଷୀମାନଙ୍କୁ ଦେଖି ଏବେ ସାରା ଗାଁ ହୋଇ ଉଠିଛି ଭକ୍ତିମୟ। ଘଟଣା ଅନୁଯାୟୀ ମନ୍ଦିର ପ୍ରତିଷ୍ଠା ପାଇଁ ଶେଷ ପର୍ଯ୍ୟାୟରେ କାମ ଚାଲିଥିବା ବେଳେ କାରିଗରଙ୍କୁ ହଠାତ୍ ଶୁଭିଥିଲା ମନ୍ଦିର ଉପରୁ ସୁ ସୁ ଶବ୍ଦ। ତେଣୁ ଉପରକୁ ଯାଇ ଦେଖିବାରୁ ଏଭଳି ପୂର୍ବରୁ କେବେ ଦେଖିନଥିବା ତିନୋଟି ବିରଳ ପକ୍ଷୀଗୁଡ଼ିକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରିଗରମାନେ ଓ ପରେ ଗ୍ରାମବାସୀଙ୍କୁ ଜଣାଇବାରୁ ସନ୍ଧାନ କରି ଜାଣିବାକୁ ପାଇଥିଲେ ଯେ ଏହା ହେଉଛି ବିରଳ ପକ୍ଷୀ ବା ଗରୁଡ଼ ପକ୍ଷୀ। ପ୍ରଥମେ ଟାଇଲ କାମ କରୁଥିଲେ ଏଠି ଆମର କଲର ମିସ୍ତ୍ରୀ ଉପରେ ଚଢ଼ିଥିଲେ। ସେଥିପାଇଁ ସେ କହିଲେ ଗୋଟେ ପକ୍ଷୀ କିଏ ଗୋଟେ ଭିତରେ ଶବ୍ଦ କରୁଛି, ମୁଁ ଚିହ୍ନି ପାରିଲିନି। ପ୍ରଥମେ ମୋ ଦୃଶ୍ୟ ହେଲା ମୋତେ ଗରୁଡ଼ ପକ୍ଷୀ ବୋଲି ଦେଖାଗଲା। ସେଥିପାଇଁ ମୁଁ ସବୁଦିନ ଗ୍ରାମବାସୀକି ଜଣେଇଲି ଆଉ ଖାଦ୍ୟ ଯୋଗାଣ ଦେଇକି ସେଠି ଖାଇବା କ୍ଷୀର ଆଉ ଚାଉଳ ଏମିତି ନେଇକି ଦିଆଦି କରୁଛି। କଥା ହେଉଛି ମହାଭାରତର କଥା, ମଧ୍ୟ ମହାଭାରତରୁ ଗରୁଡ଼ର ସୃଷ୍ଟି, ତେଣୁ ସେ ବି ଅନେକ ତଥ୍ୟ ଅଛି। କିନ୍ତୁ ଯାହା ହେଉ ଆମେ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ଯେ ଏ ପ୍ରଭୁଙ୍କର ଦୟା, ପ୍ରଭୁଙ୍କର ଆଶୀର୍ବାଦ ଏବଂ ପ୍ରଭୁଙ୍କର ବାସ ନିଶ୍ଚିତ ଭାବେ ଏ ସ୍ଥାନରେ ହେଇଛି। ତେଣୁ ଆସନ୍ତାକାଲି ମଧ୍ୟ ଆମର ପୂର୍ଣ୍ଣାହୁତି କାର୍ଯ୍ୟ କରାଯିବ। ପୁରୋହିତମାନେ, କର୍ତ୍ତା ସମସ୍ତେ ଗ୍ରାମବାସୀ ଅତ୍ୟନ୍ତ ଖୁସିରେ କାର୍ଯ୍ୟକୁ ନିର୍ବାହ କାର୍ଯ୍ୟ କରିଚାଲିଛୁ। ବାସ୍ ତା ପରଠାରୁ ଭିଡ଼ ଲାଗିଥିଲା ଶ୍ରଦ୍ଧାଳୁମାନଙ୍କର। ଅନ୍ୟପଟେ ଏବେ ମନ୍ଦିର ଉପରେ ଥିବା ଏହି ଗରୁଡ଼ ପକ୍ଷୀମାନଙ୍କୁ ଏବେ ଗ୍ରାମବାସୀମାନଙ୍କ ତରଫରୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ହଁ ଆଜ୍ଞା, ସେ ଯାହା ହେଉନା କାହିଁକି ଗାଁକୁ ରାମଙ୍କ ଆଗମନ ସମୟରେ ଏହି ଦୁର୍ଲଭ ପକ୍ଷୀଙ୍କ ଉପସ୍ଥିତି ଏବେ ଭକ୍ତଙ୍କ ଭକ୍ତି ଓ ବିଶ୍ୱାସକୁ ଏକ ପ୍ରକାର ଦୃଢ଼ୀଭୂତ କରିବାରେ ଲାଗିଛି। ବାଙ୍କିରୁ ସୁଶାନ୍ତ ନାୟକଙ୍କ ରିପୋର୍ଟ, ବାଙ୍କି ମିରର।